ଖେଳ ପଡ଼ିଆ ନିର୍ମାଣ ପାଇଁ ପାଣିରେ ପଡ଼ିଲା ଲକ୍ଷାଧିକ ଟଙ୍କା, କିନ୍ତୁ ଉପଯୋଗୀ ହୋଇପାରୁନାହିଁ ଖେଳ ପଡ଼ିଆ। ବେଫିକର ରାଜନେତା ଓ ଅଧିକାରୀ। କେବେ ଭାଗ୍ୟ ଫିଟିବ ନୂଆ ଗାଁ ଖେଳ ପଡ଼ିଆ? ସରକାର ଯୁବଗୋଷ୍ଠୀଙ୍କୁ କ୍ରୀଡ଼ାଭିମୁଖୀ କରିବା ପାଇଁ ସର୍ବଦା କୋଟି କୋଟି ଟଙ୍କା ବ୍ୟୟ କରିଛନ୍ତି। କ୍ରୀଡ଼ା ଉପକରଣ, କ୍ରୀଡ଼ା ଉପଯୋଗୀ ପଡ଼ିଆ, ଷ୍ଟାଡିୟମ ଇତ୍ୟାଦି ପାଇଁ ବ୍ଲକକୁ ଆସୁଛି ଲକ୍ଷାଧିକ ଟଙ୍କା। କିନ୍ତୁ ଏ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମୁଖ୍ୟାଳୟରେ। ନୂଆଗାଁ ବ୍ଲକ ମୁଖ୍ୟାଳୟ ପାର୍ଶ୍ୱରେ ଥିବା ନୂଆଗାଁ ହାଇସ୍କୁଲ ଖେଳ ପଡ଼ିଆ ହେଉଛି ଅଞ୍ଚଳର ଏକମାତ୍ର ଖେଳ ଉପଯୋଗୀ ପଡ଼ିଆ। ବ୍ଲକ ମୁଖ୍ୟାଳୟ ହୋଇଥିବାରୁ ଏଠାରେ ବିଗତ ଏକ ଦଶନ୍ଧି ଧରି ଅଞ୍ଚଳର କ୍ରୀଡ଼ାବିତମାନେ ଅଭ୍ୟାସ କରି ଆସୁଛନ୍ତି। କିନ୍ତୁ ଅତି ଦୁଃଖର ବିଷୟ, ଏଠାରେ ଦାୟିତ୍ୱରେ ଥିବା ଜନପ୍ରତିନିଧି ଓ ବ୍ଲକ ପ୍ରଶାସନ ଏହି ଖେଳ ପଡ଼ିଆର ଉନ୍ନତିକରଣ ନାଁରେ ଲକ୍ଷାଧିକ ଟଙ୍କା ବ୍ୟୟ କରି ଆସୁଛନ୍ତି। ହେଲେ ଉନ୍ନତି ହୋଇପାରିନି ଖେଳ ପଡ଼ିଆ। କିନ୍ତୁ ସେମାନଙ୍କର ପକେଟ ଗରମ। ଦାୟିତ୍ୱରେ ଥିବା ଅଧିକାରୀମାନେ ନିଜ ସ୍ୱାର୍ଥ ହାସଲ ପାଇଁ ଆବଶ୍ୟକ କାର୍ଯ୍ୟ କରିବା ପରିବର୍ତ୍ତେ ଅନାବଶ୍ୟକ କାର୍ଯ୍ୟ କରୁଛନ୍ତି। ଯେପରି ଗାର୍ଡୱାଲ ଦ୍ୱାରା ଭିତରକୁ ବାହ୍ୟ ପାଣିକୁ ଅଟକାଇବା କାର୍ଯ୍ୟ ନ କରି କେବଳ ମାଟି ପକାଇ ଦେଇ ବିନା ଫାଟକରେ ପାଚେରୀ ନିର୍ମାଣ କରିଛନ୍ତି। ପୂର୍ବରୁ ତତ୍କାଳୀନ ତହସିଲଦାରଙ୍କ ଦୂରଦୃଷ୍ଟିବିହୀନ ଭୂମିହୀନଙ୍କୁ ଜମି ପ୍ରଦାନ କରିବା ପାଇଁ ପଡ଼ିଆର ଚତୁଃପାର୍ଶ୍ୱରେ କିଛି ଲୋକଙ୍କୁ ଜମି ପ୍ରଦାନ କରିଥିଲେ। ଫଳରେ ସେମାନେ କିଛିକାଂଶରେ ପଡ଼ିଆ ମଧ୍ୟରେ ଜବରଦଖଲ କରିଛନ୍ତି। ଏମିତି ପ୍ରତ୍ୟେକ କ୍ଷେତ୍ରରେ ଏହି ଖେଳ ପଡ଼ିଆକୁ ସାବତ ସନ୍ତାନ ପରି ବ୍ୟବହାର କରାଯାଇ ଆସୁଅଛି। ଅଞ୍ଚଳର ଯେକୌଣସି ସରକାରୀ କାର୍ଯ୍ୟକ୍ରମ, ରାଜନୈତିକ ସଭା, ପଞ୍ଚୁପାଣ୍ଡବ ମହୋତ୍ସବ, ଏମିତିକି ଅଞ୍ଚଳର ବାହାଘର ପାଇଁ କଲ୍ୟାଣ ମଣ୍ଡପ ପରି କାର୍ଯ୍ୟକ୍ରମ ସବୁ ଏହିଠାରେ ହିଁ ହୁଏ। କିନ୍ତୁ କାମ ସରିଗଲେ ଭୁଲିଯାଆନ୍ତି ସବୁ ନେତା, ଅଫିସର ଓ କାର୍ଯ୍ୟଗ୍ରାହୀ। ବର୍ତ୍ତମାନ ସାମାନ୍ୟ ବର୍ଷା ହେଲେ ପଡ଼ିଆ ମଝିରେ ଚାଲିବା କଷ୍ଟକର ହେଉଛି। ତେଣୁ ପିଲାମାନେ ପଡ଼ିଆରେ ଏକ କୋଣରେ ଛୋଟ ବାଉଣ୍ଡାରୀ କରି ଖେଳ ଅଭ୍ୟାସ କରିବାକୁ ବାଧ୍ୟ ହେଉଛନ୍ତି। ପଡ଼ିଆ ପାଇଁ ବିଭିନ୍ନ ଯୋଜନାରେ କାମ ଆସୁଛି। ବର୍ତ୍ତମାନ ମଧ୍ୟ ଉକ୍ତ କାମ ଅଧା ହୋଇ ପଡ଼ି ରହିଛି। ପଡ଼ିଆର ଫାଟକ ନଥିବାରୁ, ନିକଟରେ ମଦ ଦୋକାନ ଥିବାରୁ ପଡ଼ିଆ ମଝିରେ ଏକ ଅସ୍ଥାୟୀ ମଦ ଦୋକାନକୁ ରାସ୍ତା ହେବା ସହ ରାତିରେ ଏହି ଜାଗା ବାର ହୋଇଯାଉଛି। ନିଶାରେ ମଦ ବୋତଲ ଭାଙ୍ଗି ମଦୁଆମାନେ ଚାଲି ଯାଉଛନ୍ତି। ଏଣୁ ଅଞ୍ଚଳର କ୍ରୀଡ଼ାପ୍ରେମୀମାନଙ୍କ ସୁବିଧା ପାଇଁ ବ୍ଲକ ମୁଖ୍ୟାଳୟ ହୋଇଥିବାରୁ ଅଞ୍ଚଳର ସମ୍ମାନ ପାଇଁ ଏକ ଉକ୍ତ ପଡ଼ିଆକୁ ଖେଳ ଉପଯୋଗୀ କରିବା ସହ ଏହାର ସୁରକ୍ଷା ବନ୍ଦୋବସ୍ତ ଶୀଘ୍ର କରାଯିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରୁ ନିରଞ୍ଜନ ସାହୁଙ୍କ ରିପୋର୍ଟ, ବି ନ୍ୟୁଜ୍ ଓଡ଼ିଶା।